हेलो गाइड्स वेलकम टू माय यूट्यूब चैनल आस आज बुली जावा राजभवन किपरि दृश्य आपन को देखा जाऊँगी आपण देखंतु ओ निजे निजे मजार अनुभव नियंतु आसतु देखा किभली राजभवन बहुत अति सुंदर दृश्य देखा जाऊँगी और देखंतु किभली बहुत सुंदर फूल और फूल सजा हो तार ଆପଣ ଦେଖିପାରୁଥିବେ ବିଭିନ୍ନ ପ୍ରକାରର ଫୁଲ କିଭଳି ସଜା ହେଇଛି। ଦେଖନ୍ତୁ ଏକରେ ଦେଖନ୍ତୁ ସେଲ୍ଫି ଲୋକ ନେଉଛନ୍ତି, ଛୋଟ ଛୋଟ ପିଲା ଆସିଛନ୍ତି ତାଙ୍କ ମାଆଙ୍କ ସହିତ ଆସିଛନ୍ତି। ଏକରେ ଦେଖନ୍ତୁ କେତେ ସୁନ୍ଦରରେ ପାଣି ଫ୍ଲୋ ହେଉଛି ଉପରକୁ ଦେଖିପାରୁଥିବେ ଆପଣ। ଏକରେ ଦେଖନ୍ତୁ ଫୁଲ ଓ ଫୁଲର ଦୃଶ୍ୟ ଦେଖୁଥିବେ କେତେ ବହୁତ ସୁନ୍ଦର ପାର୍କ କରାହେଇଛି। ଆଉ ଏକରେ ଦେଖୁଥିବେ ରାଜଭବନର ଦୃଶ୍ୟ ଆପଣଙ୍କୁ ଦେଖାଉଛି। ରାଜଭବନ ଦୃଶ୍ୟ ଦେଖନ୍ତୁ। ଆଉ ଏକରେ ଦେଖନ୍ତୁ ବହୁତ ଲୋକ ଗହଳି ଲାଗିଛନ୍ତି ଦେଖିବା ପାଇଁ। ଆଉ ଇଏ ରାଜଭବନ ବର୍ଷକୁ ଥରେ ଖୋଲାଯାଏ, 10 ଦିନ ଖୋଲାଯାଏ। 10 ତାରିଖରୁ ଏଇ ଜାନୁଆରୀ 10 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଖୋଲାଯାଏ। ଆପଣ ଯଦି ବୁଲିବାକୁ ଆସିବେ ଓ ବହୁତ ଆନନ୍ଦ ଅନୁଭବ କରିବେ। ବର୍ଷରେ ଥରେ ଖୋଲାଯାଏ ଏ ରାଜଭବନ। ଆପଣ ଛୋଟ ଛୋଟ ପିଲାଙ୍କୁ ଆଣିକି ଏହାର ରାଜଭବନର ମଜା ନିଅନ୍ତୁ ଓ ସମସ୍ତେ ଆସିକି ଥରେ ଥରେ ବୁଲି ଯାଆନ୍ତୁ। କିଭଳି ବହୁତ 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 ବଢ଼ିଆ ବହୁତ ସୁନ୍ଦର ଏ ଦୃଶ୍ୟଟା ଆପଣ ଦେଖିପାରୁଥିବେ। ଏକରେ ଭଉଣୀ ସେଲ୍ଫି ନେବାର ଦେଖିପାରୁଥିବେ। ଏକରେ ଦେଖନ୍ତୁ ବହୁତ ଲୋକ ଯିବା ଆସିବା ଲାଗି ରହିଛି। କ୍ୟାମେରା କରକୁ ବୁଲାଉଛି ଆପଣ ରାଜଭବନର ସମ୍ପୂର୍ଣ୍ଣ ଆଗକର ଦୃଶ୍ୟ ଦେଖିବାକୁ ଯାଉଛି। ଆପଣ ଦେଖନ୍ତୁ, ଦେଖିଲେ ଆପଣ ବହୁତ ଖୁସି ଲାଗିବ। ଆଉ ଏକରେ ଦେଖନ୍ତୁ ରାଜଭବନ ଆଗରେ କେତେ ଲୋକ ଭିଡ଼ିକି ଆଇଛନ୍ତି। ମୁଁ ଆସିକି ଏଠି ପହଞ୍ଚିକି ଆପଣଙ୍କୁ ଦେଖାଉଛି ଆପଣଙ୍କୁ। ଆପଣ ଦେଖନ୍ତୁ ଏଠି ଡିଅର ପାର୍କକୁ ଏଟା ରାସ୍ତା ଦେଖନ୍ତୁ। ଏଠି ସମସ୍ତେ ଲୋକ ଡିଅର ପାର୍କକୁ ଯାଉଛନ୍ତି। ଡିଅର ପାର୍କକୁ ଗଲା ବାଟରେ ଆଉ ଗୋଟେ ପାର୍କ ବି ବନା ହେଇଛି, ଅଟଳ ବନ ନୂଆ କରି ବନା ହେଇଛି। ଡିଅର ପାର୍କ ସାମ୍ନାରେ ବନା ହେଇଛି। ଆପଣଙ୍କ ଅଟଳ ବନକୁ ନେଇକି ଯାଉଛି। ଆପଣ ଦେଖନ୍ତୁ ଅଟଳ ବନର ଏଇଟା ରାସ୍ତା ବାଟେ ଯାଉଛି ଅଟଳ ବନକୁ। ଅଟଳ ବନ ଦେଖନ୍ତୁ କିପରି ଅତି ସୁନ୍ଦର ଦୃଶ୍ୟ କରାହେଇଛି। ଏଇଥରକ ନୂଆ କରି ଏଇ ପାର୍କଟା ବନା ହେଇଛି, ଅଟଳ ବନ ବନା ହେଇଛି। ଏଠି ପାଣି ଫ୍ଲୋ ହେବାଟା ଆପଣ ଦେଖିପାରୁଥିବେ। ବହୁତ ଅତି ସୁନ୍ଦର ଦୃଶ୍ୟ ଆପଣ ଦେଖିପାରୁଥିବେ। ଛୋଟ ଛୋଟ ଗୋଡ଼ି ଗୁଡ଼ା ବି ଦିଆହେଇଛି ଦେଖନ୍ତୁ ତା ଭିତରେ ବହୁତ ଦେଖିପାରୁଥିବେ। ଏଠି ଦେଖନ୍ତୁ ଆପଣଙ୍କୁ ବୁଲେଇକି ଦେଖାଉଛି। ଏକରେ ଦେଖନ୍ତୁ ଯୁଦ୍ଧ ବିମାନ ବି ରଖାହେଇଛି ପିଲାଙ୍କ ପାଇଁ। ପିଲା କିଛିଟା ଜାଣିବେ ଓ ଯୁଦ୍ଧ ବିମାନ ବିଷୟରେ କିଛି ଶିଖିବେ। ସେଇ ଯୋଗୁଁ ଯୁଦ୍ଧ ବିମାନ ରଖାହେଇଛି। ଯୁଦ୍ଧ ବିମାନ ତଳେ ପାଣି ଫ୍ଲୋ ହେବାରେ ବି ଆପଣଙ୍କ ଦୃଶ୍ୟ ହେଉଥିବ ଦେଖିପାରୁଥିବେ। ଆଉ ଏକରେ ବହୁତ ଦେଖନ୍ତୁ ଭଉଣୀ କେମିତି ସେଲ୍ଫି ନେଉଛନ୍ତି। ସେ ଯୁଦ୍ଧ ବିମାନ ଆଗରେ ସେଲ୍ଫି ନେଉଛନ୍ତି। ଆପଣଙ୍କୁ ମୁଁ ସମ୍ପୂର୍ଣ୍ଣ ଜୁମ୍ କରି ଆପଣଙ୍କୁ ଦେଖାଉଛି ଦୃଶ୍ୟଟା କେତେ ବହୁତ ସୁନ୍ଦର। ଆପଣ ଥରେ ବୁଲିଗଲେ ଏତେ ସୁନ୍ଦର ଲାଗିବ, ଆଉ ଥରେ ଯିବାକୁ ବି ଇଚ୍ଛା ହେବ। ଦେଖନ୍ତୁ ଏକରେ ଆମର ଭାରତ ମାତା ଓ ସେଲ୍ଫି ନେବାର ଗୋଟେ ଦୃଶ୍ୟ ଦେଖିବାକୁ ଯାଉଛି। ଦେଖନ୍ତୁ ଏଠି ଆମର ଭାରତ ମାତାଙ୍କର ଏଇଟା ଗୋଟେ ସେଲ୍ଫି ପଏଣ୍ଟ କରାହେଇଛି। ଏଠି ବି ଛୋଟ ଛୁଆଟା ସେଲ୍ଫି ନେଉଛି। ଆଉ ଏକରେ ସମସ୍ତେ ବୁଲି ଦେଖୁଛନ୍ତି ଯେ କିଭଳି ଏ ଅଟଳ ବନଟା କେତେ ସୁନ୍ଦର ହେଇଛି। ଏଠି ବି ଦେଖନ୍ତୁ ବଡ଼ ମାନେ ପଥର ଶିଳା ଗୁଡ଼ା ପଡ଼ିଛି ସୁନ୍ଦର ଦେଖିବା ପାଇଁ। ଏକରେ ଟ୍ୟାଙ୍କ ଦେଖନ୍ତୁ, ଏଟା ହେଉଛି ଯୁଦ୍ଧ ଟ୍ୟାଙ୍କ। ଏଟା ନୂଆ କରି ରଖାହେଇଛି ଛୋଟ ପିଲାଙ୍କୁ ଦେଖିବା ପାଇଁ, ଛୋଟ ବଡ଼ ପିଲାଙ୍କୁ ଦେଖିବା ପାଇଁ। ଏଠି ବହୁତ ସୁନ୍ଦରରେ ହେଇଛି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ଦୃଶ୍ୟ ଡିଅର ପାର୍କରେ କିଛି ଦୃଶ୍ୟ ଦେଖାଉଛି। ବହୁତ ହରିଣ ବହୁତ ଡିଅର ପାର୍କ ଭିତରେ ଘାସ ଖାଉଛନ୍ତି। ଆପଣଙ୍କୁ ଦୃଶ୍ୟ ହେଉଥିବ, ଆପଣଙ୍କୁ ଦେଖାଉଛି। ଦେଖନ୍ତୁ କିଭଳି ଭାବେ ଏଠି ଯୁଦ୍ଧ ବିମାନ ଆଗରେ ଲୋକମାନେ ସେଲ୍ଫି ନେଉଛନ୍ତି। ଆପଣଙ୍କୁ ଦେଖାଯାଉଥିବ। ଏଠି ମୁଁ କ୍ୟାମେରାଟାକୁ ବୁଲାଉଛି, ଚାରିକରୁ ବୁଲାଉଛି। ଆପଣ ଦେଖିବେ ଏଠି ଦେଖନ୍ତୁ ଭାରତ ମାତାର ଗୋଟେ ସେଲ୍ଫି ପଏଣ୍ଟ ହେଇଛି। ବହୁତ ଅତି ସୁନ୍ଦର ଦୃଶ୍ୟ ଏଠି ଦେଖିବାକୁ ମିଳୁଛି।
ଆଉ ମୁଁ ଦେଖାଉଛି ଆପଣଙ୍କୁ ବି ଦେଖାଉଛି ଅତି ସୁନ୍ଦର ଦୃଶ୍ୟ କିଭଳି ବହୁତ ସୁନ୍ଦର ଭାବରେ ହେଇଛି। ଏଠି ଦେଖନ୍ତୁ ଘାସ ଗାଲିଚା ବି ପଡ଼ିଛି। ଏଠି ପୁରା ଘାସ ଗାଲିଚା ପଡ଼ିକି ବି ହେଇଛି। ଆଉ ଥରେ ବି ମୁଁ ଦୃଶ୍ୟ ଆପଣଙ୍କୁ ଦେଖାଉଛି, ଟ୍ୟାଙ୍କର ଦୃଶ୍ୟ ଦେଖାଉଛି। ଆପଣ ଟ୍ୟାଙ୍କର ଦୃଶ୍ୟ ଦେଖନ୍ତୁ କିଭଳି ଟ୍ୟାଙ୍କ ଦୃଶ୍ୟ ମାନେ ଦେଖିପାରୁଥିବେ। ଏକରେ ଦେଖନ୍ତୁ ଫୁଲ ବି ସଜା ହେଇଛି, ସେ ଘାସ ଗାଲିଚା ହେଇକି ଫୁଲ ସଜା ହେଇଛି। ବହୁତ ଲୋକ ଗହଳି ଲାଗିବାରେ ଏଠି ଲାଗିଛନ୍ତି, ଆପଣ ଦେଖିପାରୁଥିବେ। ଦେଖନ୍ତୁ ଆମ ଛୋଟ ଛୁଆଟା ତାଙ୍କ ବାପା କାଖେଇଛନ୍ତି ଆସୁଛନ୍ତି। ଛୋଟ ଛୋଟ ଛୁଆ ବି ଏଠି ବହୁତ ମଜା ନେଉଛନ୍ତି, ଦେଖିକି ବହୁତ ଆନନ୍ଦ ନେଉଛନ୍ତି। ଆଉ ଏଠି ବି ଦେଖନ୍ତୁ ଆମର ଆଉ ଗୋଟେ ଦୃଶ୍ୟ ଦେଖାଉଛି, ହାତୀ କରାହେଇଛି। ହାତୀଟା ଆମର ଘାସରେ କରାହେଇଛି, ସେ ଘାସରେ କରାଯାଇଛି। ବହୁତ ସୁନ୍ଦର ଦେଖାଯାଉଛି ହାତୀଟା। ମୁଁ ଆପଣଙ୍କୁ ଦେଖିଲେ ତାପରେ ଏଠି ଦେଖନ୍ତୁ ବହୁତ ପରିବାର ଫ୍ୟାମିଲି ସହିତ ଆସିଛନ୍ତି। ଏଠି ବସିକି ସେଲ୍ଫି ନେଉଛନ୍ତି। ଫ୍ୟାମିଲିଙ୍କ ସହିତ ସମସ୍ତେ ଆସିକି ବୁଲିବାର ମଜା ନେଉଛନ୍ତି। ଆଉ ଏକରେ ମୁଁ ଦେଖାଉଛି ଏଇଟା ପାର୍କର ଅଟଳ ପାର୍କର ଦୃଶ୍ୟ ଦେଖାଉଛି, ଅଟଳ ବନର ଦୃଶ୍ୟ ଦେଖାଉଛି। ଦେଖନ୍ତୁ ମୁଁ ଆପଣଙ୍କୁ କିଭଳି ଦୃଶ୍ୟ ଦେଖାଉଛି। ଆଉ ଦେଖନ୍ତୁ ଏକରେ ଗୋଟେ ସେ ସାଇଡ଼ କରେ ଡିଅର ପାର୍କ, ଅଟଳ ବନ ସାଇଡ଼ରେ ଡିଅର ପାର୍କ ଅଛି। ସେକରେ ବି ଲୋକ ଚାଲିକି ଦେଖିବାର ଦୃଶ୍ୟ ଦେଖାଯାଉଥିବ। ହରିଣମାନଙ୍କର ଦୃଶ୍ୟ ଦେଖାଯାଉଥିବ ଆପଣଙ୍କୁ, ଦେଖାଯାଉଥିବ ହରିଣମାନେ କିଭଳି ବୁଲୁଛନ୍ତି ଓ ଖାଉଛନ୍ତି, ଲୋକମାନେ ଦେଖୁଛନ୍ତି। ଏକରେ ଦେଖନ୍ତୁ କିଭଳି ଫୁଲ ସଜା ହେଇଛି, ଆଉ ଘାସ ଗାଲିଚା ଏଭଳି ସଜା ହେଇଛି ମାନେ ଆଖି ଲାଖି ଯିବାର ମାନେ କହିଲେ ଅତ୍ୟୁକ୍ତ ହେବନି। ଓ ଏଥିରେ ଦେଖନ୍ତୁ ପାଣି କିଭଳି ଅତି ସୁନ୍ଦର, ସେଇଟା ଗୋଟେ ପାଣିର ଗୋଟେ ଛୋଟ ଛୋଟ ଡ୍ୟାମ୍ କରାହେଇଛି। ଓ ପଥର ଶିଳା ଗୁଡ଼ା ବି ପକା ହେଇଛି। ଏକରେ ଦେଖନ୍ତୁ ଏଠି ଭଉଣୀ ସେଲ୍ଫି ନେଉଛନ୍ତି। ଏଠି ଡ୍ୟାମ୍ କରାହେଇକି ୟାର ସେଲ୍ଫି ପଏଣ୍ଟ ବି ଗୋଟେ କରାହେଇଛି, ଆପଣ ଦେଖିପାରୁଥିବେ। ଆଉ ଏଠି ଦେଖନ୍ତୁ ଭଉଣୀମାନେ ସେ ଯେଉଁ ସେଲ୍ଫି ପଏଣ୍ଟ ଯେଉଁ କରାହେଇଛି, ସେଠି ସମସ୍ତେ ସେଠି ସେଲ୍ଫି ନେଇକି ସମସ୍ତେ ସେଲ୍ଫି ନେବାର ଦୃଶ୍ୟ ଆପଣଙ୍କୁ ଦେଖାଯାଉଥିବ। ଆଉ ଏକରେ ଦେଖନ୍ତୁ କିଭଳି ପାଣି ଫ୍ଲୋ ହେଉଛି, ପାଣି ପଡ଼ିବାରୁ କିଭଳି ବହୁତ ସୁନ୍ଦରର ଦୃଶ୍ୟ ଆପଣଙ୍କୁ ଦେଖାଇବାକୁ ଦେଖାଉଛି। ଆ ଦେହରେ ମାଛ ବି ଛଡ଼ା ହୋଇଛି, ଛୋଟ ଛୋଟ ମାଛ ଛଡ଼ା ହେଇଛି, ମାନେ ବହୁତ ସୁନ୍ଦର ଲାଗିବ ବୋଲି। ଆଉ ଏକରେ ଦେଖନ୍ତୁ ଛୋଟ ଛୁଆ ଦୁଇ ଜଣଙ୍କ ସେଲ୍ଫି ନେବାର ବହୁତ ମଜା ନେଉଛନ୍ତି, ସେଲ୍ଫି ନେଉଛନ୍ତି, ଦେଖୁଛନ୍ତି, ବହୁତ ଖୁସି ହେଉଛନ୍ତି। ତାଙ୍କ ମାଆ ବି ଏଠି ତାଙ୍କର ସେଲ୍ଫି ନେଉଛନ୍ତି। ଆପଣ କମେଣ୍ଟ କରିବେ ଓ ନୂଆ ଭିଡ଼ିଓ ଦେଖିବାକୁ ହେଲେ ଆପଣ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆପଣଙ୍କୁ ବହୁତ ନୂଆ ଭିଡ଼ିଓ ଆପଣଙ୍କୁ ଦେଖେଇବାକୁ ମୁଁ ଦେଖେଇବି ଆପଣଙ୍କୁ, ଓ ସବୁ ପ୍ରକାର ବ୍ଲଗ୍ ଆପଣଙ୍କୁ ଦେଖେଇବାକୁ ଯିବି। ଆପଣଙ୍କୁ ଦେଖିପାରୁଥିବେ ମୋ ଚ୍ୟାନେଲରେ ବହୁତ ନୂଆ ଭିଡ଼ିଓ ପଡ଼ିଛି, ସବୁ ପ୍ରକାର ଭିଡ଼ିଓ ଅଛି, ଆପଣ ଦେଖିପାରୁଥିବେ। ଓ ଛୋଟ ପିଲା ବଡ଼ ପିଲାଙ୍କର ବହୁତ ପ୍ରକାର ସୁନ୍ଦର ଭିଡ଼ିଓ ଦେଖିପାରୁଥିବେ। ଓ ଲାଇକ୍, ସେୟାର ଓ କମେଣ୍ଟ କେବେ ବି ଭୁଲିବେନି। ଓ ଗୋଟା ସବସ୍କ୍ରାଇବ୍ ଆପଣ କଲେ ମୋ ଭିଡ଼ିଓକୁ ଆପଣ ଯୋଡ଼ି ହେବେ।